ବ୍ରହ୍ମପୁରରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଭୁବନେଶ୍ୱର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ମାର୍ଚ୍ଚ 8ରେ ଏକାଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ। ବ୍ରହ୍ମପୁରଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ। ଆନ୍ତର୍ଜାତୀୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। 1 କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା। ସୂଚନା ଅନୁସାରେ ବ୍ରହ୍ମପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଦିଆଯିବ। ଏଯାବତ୍ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି। ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଛି ଟଙ୍କା। ଆହୁରି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ମାର୍ଚ୍ଚ 8 ସୁଭଦ୍ରା କିସ୍ତି ମିଳିବ। ତେବେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମଧ୍ୟ କିଛି କିଛି ମହିଳାଙ୍କ ଖାତାକୁ ଆସିଛି। ବର୍ତ୍ତମାନ ସୁଦ୍ଧା 98 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଭାଗ୍ୟଶାଳୀ ଆଉ 2 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ। ଆଜିଠୁ 2ରୁ 3 ଡିଗ୍ରୀ ବଢ଼ିବ ତାପମାତ୍ରା। ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ୱାଭାବିକ ଗରମ ହେବ ଏବଂ ଗତ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି IMD ଆକଳନ କରିଛି। ଏହି ଅସ୍ୱାଭାବିକ ଗରମ ଗହମ ଫସଲ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆସନ୍ତା 7 ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଦିନ ଓ ରାତିର ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ଗତ କିଛି ଦିନ ହେଲା ପାଗ ଶୁଖିଲା ରହିଥିବା ବେଳେ ଗରମ ଅନୁଭୂତ ହେଉଛି। ଗୁରୁବାର, ବୌଦ୍ଧ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ 37 ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ ଝାରସୁଗୁଡ଼ାରେ 35.6, ଟିଟିଲାଗଡ଼ରେ 35.5, ସମ୍ବଲପୁରରେ 35.3 ଓ ନବରଙ୍ଗପୁରରେ 25 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ରାତି ତାପମାତ୍ରା ସର୍ବନିମ୍ନ 14.8 ଡିଗ୍ରୀ ସେଲ୍ସିୟସ୍ ରହିଥିଲା ବେଳେ ତେବେ ଶୁକ୍ରବାରଠାରୁ ତାପମାତ୍ରା ପୁଣି ବଢ଼ିବ। ଆସନ୍ତା 2 ଦିନରେ ତାପମାତ୍ରା 2ରୁ 3 ଡିଗ୍ରୀ ବଢ଼ିବ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।